ମାଣିକେଶ୍ୱର ପାଖରେ କନକ ଦୁର୍ଗା ଅଛନ୍ତି। ସେ ହେଉଛନ୍ତି ତାଙ୍କର ଷୋଡ଼ଶୀ ପୂଜାରେ ଖାଲି ଆମିଷ, ଏ 16 ଦିନ ବର୍ଷକୁ ମାତ୍ର 16 ଦିନ ଆମିଷ ପୂଜା ହୁଏ। ମାଣିକେଶ୍ୱର ପାଇଁ ସବୁଦିନ ଆମିଷ ପୂଜା। ପ୍ରତ୍ୟକ୍ଷ ମା ଯାହା ବି ଆପଣ ସ୍ୱଚ୍ଛ ମନରେ ଆପଣ ମାଗନ୍ତି ମା ସେଇଟାକୁ କେମିତି ହେଲେ ବି ପୂରଣ କରନ୍ତି। ବହୁତ ସାରା ଆମେ ଛୋଟବେଳଠୁ ଲାଇଭ୍ ନିର୍ଦ୍ଦେଶନ ବି ଆମେ ଦେଖି ଆସିଛୁ, ମାନେ କେତେ ଜଣଙ୍କର ଯାହା ଯାହା ପ୍ରୋବ୍ଲେମ୍ସ ଅଛି ସେସବୁ ସଲ୍ଭ ହେଇଛି। ତାପରେ ଆସିକି ସେମାନେ ଏଇଠି ସେଇଟା ବି କହିଛନ୍ତି, ପୂଜାରୀଙ୍କୁ ବି କହିଛନ୍ତି। ଆମର ନବରାତ୍ରି ଉତ୍ସବ ଆଜିଠୁ ଷ୍ଟାର୍ଟ ହେଉଛି। ଆଜିଠୁ ଷୋଡ଼ଶ ପୂଜା ଅଲରେଡ଼ି ଷ୍ଟାର୍ଟ ହେଇସାରିଛି, କିନ୍ତୁ ଆଜିଠୁ ନବରାତ୍ରି ଉତ୍ସବ ପାଳନ କରାଯାଉଛି ଆମର ମା ମାଣିକେଶ୍ୱର ମନ୍ଦିରରେ। କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ନବରାତ୍ରରେ? ଆମର ଯାହା ଯାହା ହେଉଛି ଚଣ୍ଡୀପାଠ, ଯେଉଁ ଷୋଡ଼ଶ ପୂଜାରେ ଯାହା ହେବା ତା ଚଣ୍ଡୀପାଠ ହେଉଛି। ଅଷ୍ଟମୀ ଦିନ ଆମର ଏଠି ବଳିଦାନ କରାଯିବ। ଆମର ରାଜକୁମାରୀ କଲ୍ୟାଣୀ ଗଜପତି ଆସିବେ। ଏଠି ଅଛି ଖଣ୍ଡା ସାଧନ ପୂଜା ଷ୍ଟାର୍ଟ ହେଇସାରିଛି ଷୋଡ଼ଶ ପୂଜାଠୁ। ସେଇ ପ୍ରକାର ଆମର ଏଠି 9 ଦିନ ଯାକ ଯେ ଏଠି 16 ଦିନ ଯେମିତି ହେବ ସେଦିନ ସେମିତି ଏଠି ଷୋଡ଼ଶ ପୂଜାରେ ଚଣ୍ଡୀପାଠ ହେବ। ଆଉ ସମସ୍ତେ ମାନସିକ କରିକି ଦୀପ ବସାଉଛନ୍ତି। ଆଉ ଏଇଠି ଆମର ଲଳିତା ପୂଜା ହେଉଛି। ଯାହା ବି ଆସିକି ଭକ୍ତମାନେ ଏଠାରେ ପୂଜା ପର୍ବରେ ସବୁଆରେ ଯୋଗ ଦେଇକି ବହୁତ ଆଡ଼ମ୍ବରରେ ନବରାତ୍ରିଟା ପାଳନ କରାଯାଉଛି। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।